Have you ever asked question to yourself why I am not changing? What could the reason? କ'ଣ କେବେ ନିଜେ ନିଜକୁ ପ୍ରଶ୍ନ ପଚାରିଅଛନ୍ତି କି ମୋ ଜୀବନ ମୁଁ କ'ଣ ପାଇଁ ପରିବର୍ତ୍ତନ ମୁଁ କ'ଣ ପାଇଁ ଚେଞ୍ଜ ହେଉନାହିଁ କ'ଣ ନିଜେ ନିଜକୁ କେବେ ପ୍ରଶ୍ନ ପଚାରିଅଛନ୍ତି? Ask question to yourself why I am not changing myself? Why my life is not changing? ନିଜେ ନିଜକୁ ପଚାର କି ମୋର ଜୀବନ ମୁଁ କ'ଣ ପାଇଁ ଚେଞ୍ଜ ହେଉନାହିଁ? କ'ଣ ପାଇଁ ମୁଁ ଯେମିତି ଜୀବନ ସେମିତି ହିଁ ରହିଛି? ନିଜେ ନିଜକୁ ତୋର କ୍ୱେଶ୍ଚନ୍ କର, ପ୍ରଶ୍ନ ପଚାରନ୍ତୁ। The reasons you are not changing, number one, you know lots of things and you are not acting based on the information that you know. That is the reason, biggest reason today context you are not changing. ପ୍ରଥମ କାରଣ ଆପଣ ଚେଞ୍ଜ ହେଉନାହାନ୍ତି ଆପଣଙ୍କ ଜୀବନରେ କି ଆପଣ ବହୁତ ଜାଣିଅଛନ୍ତି ଆଉ ଜାଣିଥିବା ଅନୁସାରେ କାମ କରୁନାହାନ୍ତି, ସେଥିପାଇଁ ଆପଣଙ୍କର ଜୀବନ ଚେଞ୍ଜ ହେଉନାହିଁ। ଆପଣ ବହୁତ ଜାଣିଅଛନ୍ତି କିନ୍ତୁ ଜାଣିଥିବା ଅନୁସାରେ କାମ କରୁନାହାନ୍ତି, ସେଥିପାଇଁ ଆପଣଙ୍କର ଜୀବନ ଚେଞ୍ଜ ହେଉନାହିଁ। ଗୋଟେ ପ୍ରଥମ କାରଣ। ଦ୍ୱିତୀୟ କାରଣ, you don't want to be changed. This is the reasons you are not changing. ଦ୍ୱିତୀୟ କାରଣ ହେଉଛି ଆପଣ କ'ଣ ପାଇଁ ଚେଞ୍ଜ ହେଉନାହାନ୍ତି। ଦ୍ୱିତୀୟ କାରଣ ହେଉଛି ଆପଣ ଚେଞ୍ଜ ହେବା ପାଇଁ ହିଁ ଚାହୁଁନାହାନ୍ତି, ସେଥିପାଇଁ ଆପଣ ଚେଞ୍ଜ ହେଉନାହିଁ। ସେଥିପାଇଁ ଆପଣ ଚେଞ୍ଜ ହେଉନାହାନ୍ତି। ଚେଞ୍ଜ ହେବା ପାଇଁ ଚାହିଁଲେ ତ ଆପଣ ଚେଞ୍ଜ ହେବେ, ଆପଣ ତ ଚେଞ୍ଜ ହେବା ପାଇଁ ହିଁ ଚାହୁଁନାହାନ୍ତି, ସେଥିପାଇଁ ଆପଣ ଚେଞ୍ଜ ହେଉନାହାନ୍ତି। ଏଇ ଦୁଇଟା କାରଣ ଯୋଗୁଁ ଆପଣଙ୍କର ଜୀବନ ଚେଞ୍ଜ ହେଉନାହିଁ, ଆପଣଙ୍କ ଜୀବନ ପରିବର୍ତ୍ତନ ହେଉନାହିଁ। ପ୍ରଥମ କାରଣ ହେଲା ଆପଣ ବହୁତ ଜାଣିଅଛନ୍ତି ଆଉ ଜାଣିଥିବା ଅନୁସାରେ କାମ କରୁନାହାନ୍ତି, ସେଥିପାଇଁ ଆପଣଙ୍କର ଜୀବନ ଚେଞ୍ଜ ହେଉନାହିଁ। ଦ୍ୱିତୀୟ କାରଣ ହେଲା ଆପଣ ଚେଞ୍ଜ ହେବା ପାଇଁ ଚାହୁଁନାହାନ୍ତି, ସେଥିପାଇଁ ଆପଣଙ୍କ ଜୀବନ ଚେଞ୍ଜ ହେଉନାହିଁ, ଯେମିତି ଜୀବନ ସେମିତି ହିଁ ଅଛି। The two reasons you are not changing. First is you know a lot of things and you are not acting based on the information that you know. That is the reason you are not changing. Number two, you don't want to be changed. That is the reason you are not changing. If you have any comment, if you any question, if you have any doubt, do comment.